ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 10ର ୟୁନିଟ୍ 2 ପରିବାରର ପ୍ରକାରଭେଦ ଟାଇପ୍ସ ଅଫ୍ ଫ୍ୟାମିଲି। ଫାର୍ଷ୍ଟ କ'ଣ ଅଛି ନା ସଂରଚନା ବା ଆକାର ଭିତ୍ତିରେ ପରିବାରର ପ୍ରକାରଭେଦ। ପ୍ରଥମେ କ'ଣ ଅଛି ନା ଏକକ ପରିବାର। ଏକକ ପରିବାର ଆକାରରେ କ୍ଷୁଦ୍ର ଅଟେ। ଏହି ପରିବାର ଆଧୁନିକ ଔଦ୍ୟୋଗିକ ସମାଜରେ ବିଶେଷ ଭାବରେ ଦେଖାଯାଇଥାଏ। ଏହା କେବଳ ସ୍ୱାମୀ ସ୍ତ୍ରୀ ଏବଂ ଅପ୍ରାପ୍ତ ବୟସ୍କ ସନ୍ତାନମାନଙ୍କୁ ନେଇ ଗଠିତ। ଏହି ପରିବାରରେ ସ୍ୱାମୀ ସ୍ତ୍ରୀ ଏବଂ ସନ୍ତାନମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଥାଏ, ଫଳରେ ଏହାର ସଂହତି ନଷ୍ଟ ହୋଇନଥାଏ। ତାପରେ କ'ଣ ଅଛି ନା ଯୌଥ ପରିବାର। ଯୌଥ ପରିବାର ଏହାକୁ ରକ୍ତ ସମ୍ପର୍କୀୟ ପରିବାର ମଧ୍ୟ କୁହାଯାଏ। ଏହା ପିତାମାତା, ବିବାହିତ ବା ଅବିବାହିତ ସନ୍ତାନ ସନ୍ତତି, ନାତି ନାତୁଣୀ, ଭାତୃଗଣ ଇତ୍ୟାଦିଙ୍କୁ ନେଇ ଗଠିତ। ଏଥିରେ ପରିବାରର ସମସ୍ତ ସଦସ୍ୟ ଏକତ୍ର ବସବାସ କରିଥାନ୍ତି। ଏଥିରେ ବହୁ ପୁରୁଷର ବ୍ୟକ୍ତିମାନେ ବାସ କରିଥାନ୍ତି। ଏହାର ସଦସ୍ୟମାନଙ୍କ ମଧ୍ୟରେ ଥିବା ବନ୍ଧନ ସୁଦୃଢ଼ ଅଟେ। ବୟୋଜ୍ୟେଷ୍ଠ ବ୍ୟକ୍ତି ପରିବାରର ପରିଚାଳନା ଭାର ଗ୍ରହଣ କରିଥାନ୍ତି। ସମ୍ପତ୍ତି ଅବିଭକ୍ତ ଥାଏ ଏବଂ ସମସ୍ତେ ଏହାକୁ ସମାନ ଭାବରେ ଉପଭୋଗ କରିଥାନ୍ତି। ସେକେଣ୍ଡରେ କ'ଣ ଅଛି ନା ପ୍ରାଧିକାର ବା କ୍ଷମତା ଭିତ୍ତିରେ ପରିବାରର ପ୍ରକାରଭେଦ। ଫାର୍ଷ୍ଟ କ'ଣ ଅଛି ନା ମାତୃତାନ୍ତ୍ରିକ ପରିବାର। ଏହାକୁ ସ୍ତ୍ରୀ ପ୍ରଧାନ ପରିବାର ମଧ୍ୟ କୁହାଯାଏ। ଏହି ପରିବାରର ବ୍ୟବସ୍ଥାରେ ସ୍ତ୍ରୀ ପରିବାରର ମୁଖ୍ୟ ଭାବେ ପରିଗଣିତ ହୋଇଥାଏ। ସ୍ତ୍ରୀ ଉପରେ ପରିବାରର ସମସ୍ତ କର୍ତ୍ତବ୍ୟ ନ୍ୟସ୍ତ ଥାଏ। ସମ୍ପତ୍ତିର ଅଧିକାରୀ ଏଥିରେ ସ୍ତ୍ରୀ ଅଟନ୍ତି। ସେ ପରିବାର ବଂଶାନୁକ୍ରମ ଦୃଷ୍ଟିରୁ ମାତୃବଂଶିକ ଅଟେ ଏବଂ ବାସସ୍ଥଳୀ ଦୃଷ୍ଟିରୁ ପତ୍ନୀ ସ୍ଥାନିକ ଅଟେ। ସ୍ୱାମୀ ସ୍ତ୍ରୀର ଘରେ ବାସ କରିଥାଏ। କ'ଣ ସ୍ୱାମୀ ସ୍ତ୍ରୀର ଘରେ ଆସି ବାସ କରିଥାଏ। ଏଥିରେ ପୁରୁଷ ପ୍ରାଧାନ୍ୟ ନଥାଏ। ଏହି ପରିବାର ବ୍ୟବସ୍ଥା କେରଳର ନାୟାର ଓ ଆସାମର ଖାସୀ ଏବଂ ଗାରୋ ଜନଜାତି ମଧ୍ୟରେ ଦେଖାଯାଏ। ଏଇଟା ସର୍ଟ କୋଶ୍ଚିନ୍ ମଧ୍ୟ ଆସିପାରେ। ତାପରେ କ'ଣ ଅଛି ନା ପିତୃତାନ୍ତ୍ରିକ ପରିବାର କ'ଣ? ପିତୃତାନ୍ତ୍ରିକ ପରିବାରରେ ବୟୋଜ୍ୟେଷ୍ଠ ବ୍ୟକ୍ତି, ବିବାହିତ ପୁରୁଷ ବ୍ୟକ୍ତି ପରିବାରରେ ମୁଖ୍ୟ କର୍ତ୍ତ୍ୟ ଏବଂ କ୍ଷମତାର ମୁଖ୍ୟ ହେଉଛନ୍ତି ପିତା। ପରିବାରର ସମସ୍ତ ସଦସ୍ୟ ପିତାଙ୍କର ପ୍ରତ୍ୟେକ ନିୟନ୍ତ୍ରଣରେ ରହିଥାନ୍ତି। ଏଥିରେ ସମସ୍ତ ସମ୍ପତ୍ତି ପିତାଙ୍କ ନାମରେ ଚାଲିଥାଏ। ପିତାଙ୍କ ମୃତ୍ୟୁ ପରେ ଜ୍ୟେଷ୍ଠ ପୁତ୍ର ତାଙ୍କର ଉତ୍ତରାଧିକାରୀ ରୂପେ ଦାୟିତ୍ୱ ବହନ କରନ୍ତି। ଏହି ପ୍ରକାର ପରିବାର ବ୍ୟବସ୍ଥା ବଂଶାନୁକ୍ରମିକ ଦୃଷ୍ଟିରୁ ପିତୃବଂଶିକ ଏବଂ ବାସସ୍ଥଳୀ ଦୃଷ୍ଟିରୁ ପିତୃସ୍ଥାନିକ ଅଟେ। ଏହି ପରିବାର ନାରୀମାନଙ୍କ ସ୍ଥାନ ଗୌଣ ଅଟେ। କ'ଣ ଏହି ପରିବାରରେ ନାରୀମାନଙ୍କ ସ୍ଥାନ ଗୌଣ ଅଟେ। ଏଥିରେ ସମସ୍ତ ସମ୍ପତ୍ତିର ଅଧିକାରୀ ପୁରୁଷମାନେ ହୋଇଥାନ୍ତି। ତାପରେ କ'ଣ ଅଛି ନା ସମାନୁପାତିକ ପରିବାର। ସମାନୁପାତିକ ପରିବାର ଯେଉଁ ପରିବାରରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ସମାନୁପାତିକ ଭାବରେ ବା ସମାନ ଭାବରେ କ୍ଷମତା ଓ କର୍ତ୍ତୃତ୍ୱର ଅଧିକାରୀ ହୋଇଥାନ୍ତି, ତାହାକୁ ସମାନୁପାତିକ ପରିବାର କୁହାଯାଏ। ଥାର୍ଡ଼ କ'ଣ ଅଛି ନା ବଂଶାନୁକ୍ରମ ଭିତ୍ତିରେ ପରିବାରର ପ୍ରକାରଭେଦ। ଫାର୍ଷ୍ଟ କ'ଣ ଅଛି ନା ମାତୃବଂଶୀୟ ପରିବାର କ'ଣ? ଏହି ପରିବାରରେ ସ୍ତ୍ରୀ ପରିବାରରେ ମୁଖ୍ୟ ଅଟନ୍ତି। ତାଙ୍କ ପରେ ସମସ୍ତ ଦକ୍ଷତା ଓ ଅଧିକାର ନ୍ୟସ୍ତ ଥାଏ। ବଂଶାନୁକ୍ରମତା ଓ ଉତ୍ତରାଧିକାର ସୂତ୍ର ତାଙ୍କ ନାମରେ ଅନୁସୃତ ଥାଏ ବା ହୁଏ। ସମ୍ପତ୍ତିର ସମ୍ପୂର୍ଣ୍ଣ ଅଧିକାରୀ ସ୍ତ୍ରୀ ବା ମା ଅଟନ୍ତି। ମାତା, କନ୍ୟା, ନାତୁଣୀ ପ୍ରଭୃତି ସ୍ତ୍ରୀମାନଙ୍କ ନାମରେ ପରିବାର ସମ୍ପତ୍ତି ହସ୍ତାନ୍ତରିତ ହୋଇଥାଏ। ତାପରେ କ'ଣ ଅଛି ନା ପିତୃବଂଶୀୟ ପରିବାର। ଏହି ପରିବାରରେ ପିତା ପରିବାରର ମୁଖ୍ୟ ଅଟନ୍ତି। ପରିବାର ବଂଶାନୁକ୍ରମତା ଓ ଉତ୍ତରାଧିକାର ସୂତ୍ର ପିତାଙ୍କ ନାମରେ ନିର୍ଦ୍ଧାରିତ ହୋଇଥାଏ। ପିତା ସମ୍ପତ୍ତିର ମାଲିକ ଅଟନ୍ତି। ପିତା, ପୁତ୍ର, ନାତି ଇତ୍ୟାଦି କ୍ରମରେ ବଂଶାନୁକ୍ରମତା ନିର୍ଦ୍ଧାରିତ ହୋଇଥାଏ। ତାପରେ କ'ଣ ଅଛି ନା ଦ୍ୱିବଂଶୀୟ ପରିବାର। ଦ୍ୱିବଂଶୀୟ ପରିବାର ଯେଉଁ ପରିବାରରେ ବଂଶାନୁକ୍ରମତା ଓ ଉତ୍ତରାଧିକାରୀ ସୂତ୍ର ଉଭୟ ପିତା ଓ ମାତାଙ୍କ ନାମରେ ନିର୍ଦ୍ଧାରିତ ହୋଇଥାଏ, ସେହି ପରିବାରକୁ ଦ୍ୱିବଂଶୀୟ ପରିବାର କୁହାଯାଏ। ତାର ଫୋର୍ଥ ନମ୍ବରରେ କ'ଣ ଅଛି ନା ବିବାହ ଭିତରେ ପରିବାରର ପ୍ରକାରଭେଦ। ଫାର୍ଷ୍ଟ କ'ଣ ଅଛି ନା ଏକ ପତ୍ନୀଙ୍କ ପରିବାର। ଯେଉଁ ପରିବାରର ଗୋଟିଏ ପୁରୁଷ ଏକ ସମୟରେ ଗୋଟିଏ ସ୍ତ୍ରୀକୁ ବିବାହ କରିଥାଏ, ତାହାକୁ ଏକ ପତ୍ନୀଙ୍କ ପରିବାର କୁହାଯାଏ।
ପତ୍ନୀର ଜୀବିତାବସ୍ଥାରେ ଅନ୍ୟ ଏକ ପତ୍ନୀଙ୍କୁ ଗ୍ରହଣ କରିବା ସ୍ୱାମୀ ପକ୍ଷରେ ନୀତି ବିରୁଦ୍ଧ ଅଟେ। ଏହି ନିୟମ ମଧ୍ୟ ସ୍ତ୍ରୀ ପ୍ରତି ଲାଗୁ ହୋଇଥାଏ। ସେ ଏକ ସମୟରେ ଦୁଇଟି ସ୍ୱାମୀ ଗ୍ରହଣ କରିପାରିବେ ନାହିଁ। ତାପରେ କ'ଣ ଅଛି ନା ବହୁ ପତ୍ନୀଙ୍କ ପରିବାର। ଯେଉଁ ପରିବାରରେ ଗୋଟିଏ ପୁରୁଷ ଏକ ସମୟରେ ଦୁଇ କିମ୍ବା ତାଠାରୁ ଅଧିକ ନାରୀକୁ ବିବାହ କରି ନିଜର ସନ୍ତାନ ସନ୍ତତିମାନଙ୍କ ସହିତ ଏକତ୍ର ବାସ କରିଥାଏ ତାହାକୁ ବହୁ ପତ୍ନୀଙ୍କ ପରିବାର କୁହାଯାଏ। ଏହି ପ୍ରକାର ପରିବାର ଏସ୍କିମୋ, ଆଫ୍ରିକାର ନିଗ୍ରୋ, ମୁସଲମାନ ସମ୍ପ୍ରଦାୟରେ ଦେଖାଯାଇଥାଏ। ତାର କ'ଣ ନା ବହୁପତିକ ପରିବାର। ଏହି ପ୍ରଥା ଅନୁସାରେ ଜଣେ ସ୍ତ୍ରୀ ଏକ ସମୟରେ ଏକାଧିକ ସ୍ୱାମୀଙ୍କୁ ଗ୍ରହଣ କରିଥାଏ। ସ୍ତ୍ରୀ ଉପରେ ସମସ୍ତଙ୍କର ଅଧିକାର ରହିଥାଏ। ଏହି ପ୍ରକାର ପରିବାର କେତେକ କାରଣ ଯୋଗୁଁ ପ୍ରଚଳିତ ଅଟେ। ଯେତେବେଳେ ପୁରୁଷମାନଙ୍କର ସଂଖ୍ୟା ସ୍ତ୍ରୀମାନଙ୍କ ସଂଖ୍ୟାଠାରୁ ଅଧିକ ହୋଇଯାଇଥାଏ ସେଠାରେ ଏହି ପ୍ରକାର ବିବାହ ଦେଖାଯାଇଥାଏ। ଅନ୍ତର୍ବିବାହ ପରିବାର। ଅନ୍ତର୍ବିବାହ ନିୟମ ଅନୁଯାୟୀ ବ୍ୟକ୍ତି ନିଜ ସମୂହ, ଜାତି, ଉପଜାତି ମଧ୍ୟରେ ବିବାହ କରିବାକୁ ଅନ୍ତର୍ବିବାହ ପରିବାର କୁହାଯାଏ। ବହିର୍ବିବାହ ପରିବାର। ଏଥିରେ ବ୍ୟକ୍ତି ନିଜ ସମୂହ ମଧ୍ୟରେ ବିବାହ ନ କରି ସମୂହ ବାହାରେ ବିବାହ କରିବାକୁ ଏହାକୁ ବହିର୍ବିବାହ ପରିବାର କୁହାଯାଏ। ଫିଫ୍ଥରେ କ'ଣ ଅଛି ନା ବସତି ଭିତରେ ପରିବାରର ପ୍ରକାର ଭେଦ। ଫାର୍ଷ୍ଟ କ'ଣ ଅଛି ନା ମାତୃସ୍ଥାନିକ ପରିବାର। ଏଥିରେ ବିବାହ ପରେ ସ୍ୱାମୀ ସ୍ତ୍ରୀର ଗୃହକୁ ଯାଇ ସେଠାରେ ବାସ କରିଥାଏ। ଏହି ପ୍ରକାର ପରିବାରରେ ନାରୀକୁ ବିଶେଷ ପ୍ରାଧାନ୍ୟ ଦିଆଯାଇଥାଏ। ଏହି ପ୍ରକାର ପରିବାର ବ୍ୟବସ୍ଥା ଖାସି ଜନଜାତିମାନଙ୍କ ମଧ୍ୟରେ ଦେଖାଯାଇଥାଏ। ପିତୃସ୍ଥାନିକ ପରିବାର। ଏହି ପରିବାରରେ ସ୍ତ୍ରୀ ବିବାହ ପରେ ସ୍ୱାମୀ ଘରକୁ ଯାଇ ସେଠାରେ ସ୍ଥାୟୀ ଭାବରେ ରହିଥାଏ। ସ୍ୱାମୀ ଗୃହରେ ସନ୍ତାନ ସନ୍ତତିମାନେ ରହିଥାନ୍ତି। ସ୍ୱାମୀ ମୁଖ୍ୟ ସ୍ଥାନ ଅଧିକାର କରିଥାନ୍ତି ପିତୃସ୍ଥାନିକ ପରିବାରରେ। ନବସ୍ଥାନିକ ଆବାସ। ବିବାହ ପରେ ଯେତେବେଳେ ନବବିବାହିତ ଦମ୍ପତି ସେମାନଙ୍କର ପିତାମାତାଙ୍କ ଗୃହ ତ୍ୟାଗ କରି ସ୍ୱାଧୀନ ଭାବରେ ଏକ ନୂତନ ସ୍ଥାନରେ ବାସ କରନ୍ତି ତାହାକୁ ନବସ୍ଥାନିକ ପରିବାର କୁହାଯାଏ। ତାପରେ କ'ଣ ଅଛି ନା ମାତୃଳ ସ୍ଥାନିକ ପରିବାର। ବିବାହ ପରେ ଯେତେବେଳେ ନବବିବାହିତ ଦମ୍ପତି ମାମୁଁ ଘର ସମୁଦାୟରେ ବାସ କରନ୍ତି ତାହାକୁ ମାତୃଳ ସ୍ଥାନିକ ପରିବାର କୁହାଯାଏ।